ରିନୁ, ହେ ରିନୁ। ଓହୋ, ଇ ଝିଅଟା କୁଆଡ଼େ ଗଲା କେଜାଣି? ହଁ ମା, ମତେ ଡାକୁଥିଲ? ଆରେ ମା, ମୁଁ କିଛି ଶୁଖିଲା କାଠ ଆଣିଛି। ତୁ ଏସବୁ ନେଇ ବଜାରକୁ ଯା। ଏ ଶୁଖିଲା କାଠ ବିକି ଯାହା ବି ଟଙ୍କା ପାଇବୁ ଖାଇବା ଆଣିବୁ। ଘରେ ଆଉ ଜମା ଖାଇବା ନାହିଁ। ଆଚ୍ଛା ଠିକ୍ ଅଛି ମା, ମୁଁ ଏବେ ବଜାରକୁ ଯାଉଛି। ତାପରେ ରିନୁ ଶୁଖିଲା କାଠ ଧରି ବଜାରକୁ ଗଲା। ସେତେବେଳେ ତାର ନଜର ଗୋଟେ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇ ଗୋଟେ ଆମ୍ବ ଚାରା ଧରି ଛିଡ଼ା ହେଇଥିଲା। ଏ ଆମ୍ବ ଗଛଟି ଦେଖିବାକୁ କେତେ ସୁନ୍ଦର ହେଇଛି। ଆମ ପାଖରେ ତ ଗୋଟେ ବି ଗଛ ନାହିଁ। ଅନ୍ୟର ଗଛରେ ଘର କରି ରହୁଛୁ। ପ୍ରତ୍ୟେକ ମାସ ସେ ଗଛର ମାଲିକକୁ ଟଙ୍କା ଦେଇ ଦେଇ ଆମର ଅନେକ ଟଙ୍କା ସରିଗଲାଣି। ମୁଁ ଯଦି ଏ ଗଛ ନେଇପାରନ୍ତି କେତେ ଭଲ ହୁଅନ୍ତା। ଏ ଆମ୍ବ ଗଛ ବଡ଼ ହେଲେ ଆମେ ତା ଡାଳରେ ଘର ତିଆରି କରି ରହିପାରିବୁ, ଆଉ ତା ସହ ଆମ୍ବ ବିକ୍ରି କରିପାରିବୁ। ଏମିତି ଚିନ୍ତା କରି ରିନୁ ତାର ଶୁଖିଲା କାଠ ବିକ୍ରି କଲା। ଆଉ ସେ ଟଙ୍କା ଧରି ସେଇ ଚଢ଼େଇ ପାଖକୁ ଗଲା। ଶୁଖିଲା କାଠ ବିକା ଟଙ୍କା ଦେଇ ରିନୁ ଆମ୍ବ ଗଛ କିଣିଲା ଆଉ ଘରକୁ ଫେରିଲା। ସେ ତାର ମାକୁ ସବୁ ଘଟଣା କହିଲା। ତୁ ଏଡେ ବଡ଼ ବୋକି, ମୁଁ ତତେ କହିଥିଲି ଖାଇବା ଆଣିବାକୁ, ଆଉ ତୁ ତା ନ ଆଣି ଗଛ ଧରି ଆସିଛୁ। ମୁଁ ତତେ ଆଉ ପାରିବିନି। କହିବି ଗୋଟେ ଆଉ ଇଏ କରିବ ଗୋଟେ। ମା, ଘରେ ତ କିଛି ଶୁଖିଲା ଖାଇବା ଅଛି। ଆଜି ଦିନଟା ଆମେ ସେ ଖାଇବା ଖାଇ ଦେଇଥିବା। ଆଉ ତା ଛଡ଼ା ଥରେ ଭାବି ଦେଖ ମା, ଏଇ ଗଛ ଯେତେବେଳେ ବଡ଼ ହେବ ଆମେ ଏଇ ଗଛ ଡାଳରେ ଘର ତିଆରି କରି ରହିପାରିବା। ତା ସହ ଆମେ ଏଇ ଗଛର ଫଳ ବିକ୍ରି ବି କରିପାରିବା। ମୋଠୁ ଯଦି ମାଡ଼ ଖାଇବାକୁ ଚାହୁଁନୁ, ଏବେ ହିଁ ମୋ ଆଖି ସାମ୍ନାରୁ ପଳା। ମା ପାଖରୁ ଗାଳି ଶୁଣି ରିନୁ ସେ ଚାରା ଗଛ ଧରି ବାହାରକୁ ଆସିଲା। ଆଉ ତାପରେ ସେ ଗଛ ଲଗେଇଲା। ଆରେ ଆମ୍ବ ଗଛ, ମା ପାଖରୁ ଗାଳି ଶୁଣି ତତେ ଲଗେଇଛି। ତୁ ମତେ ଜମା ବି ନିରାଶ କରିବୁନି। ଭଲରେ ବଢିବୁ ଆଉ ମତେ ଅନେକ ଫଳ ଦେବୁ। ସେଦିନ ପରଠାରୁ ରିନୁ ଆମ୍ବ ଗଛର ବହୁତ ଯତ୍ନ ନେଉଥିଲା ଆଉ ପ୍ରତ୍ୟେକ ଦିନ ତା ସହ କଥା ବି ହେଉଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଆମ୍ବ ଗଛ ବଡ଼ ହେଇ ସେଥିରେ ଫଳ ଫଳିଲା। ଆରେ ଆମ୍ବ ଗଛ, ତତେ ଅନେକ ଅନେକ ଧନ୍ୟବାଦ। ତୁ ମୋ କଥା ରଖିଲୁ। ସତରେ ତୋ ଗଛରେ ଅନେକ ଫଳ ହେଇଛି। ଫଳ ହେବନି କେମିତି ମାଲିକାଣୀ? ତୁମେ ମୋର ଅନେକ ଯତ୍ନ ନେଇଛ। ଯେତେବେଳେ ମୋର ସବୁ ଆମ୍ବ ପାଚିଯିବ ତୁମେ ମୋ ଆମ୍ବ ବିକ୍ରି କରିପାରିବ। ଆରେ ସାଙ୍ଗ, ତୋ ଭାଗ୍ୟ ତ ଏବେ ବଦଳିଗଲା। ତୋ ଗଛରେ କେତେ ଗୁଡ଼ିଏ ଆମ୍ବ ଫଳିଛି। ଆମ୍ବ ବିକ୍ରି କରି ତୁ ଏବେ ବହୁତ ଧନୀ ହେଇଯିବୁ। ଆଚ୍ଛା, ମତେ ଗୋଟେ ତୋ ଗଛର ଆମ୍ବ ଦେଲୁ, ଚାଖିକି ଦେଖିବି କେମିତି ଲାଗୁଛି। ଆରେ ସାଙ୍ଗ, ଆଉ କିଛି ଦିନ ଅପେକ୍ଷା କର। ଗଛର ଆମ୍ବ ଆଗ ପାଚି ଯାଉ, ତାପରେ ତୋର ଯେତେ ଇଚ୍ଛା ସେତେ ଆମ୍ବ ଖାଇବୁ। ଏମିତି କଥା ହେଇ ସେମାନେ ସେଠାରୁ ଚାଲିଗଲେ। ସେମାନେ ଯିବା ପରେ ଗୋଟେ ଚଢ଼େଇ ଆରାମ କରିବା ପାଇଁ ସେ ଗଛକୁ ଆସିଲା। ଏଇ ଏଇ, କିଏ ତୁ? ମୋ ପାଖରେ ଆସି କାହିଁକି ବସିଲୁ? ଏତେ ବଢିଆ ଶୋଇଥିଲି, ମୋ ନିଦଟାକୁ ଭାଙ୍ଗିଦେଲା। ତୁ କଣ କହୁଛୁ ଆମ୍ବ? ମୁଁ ତ ତୋର କିଛି କ୍ଷତି କରିନି। ମୁଁ ରହିବା ପାଇଁ ଜାଗା ଖୋଜୁଥିଲି। ମୋ ଛୁଆଟି ଛୋଟ, ଆମେ ଥକି ଯିବାରୁ ଆରାମ କରିବା ପାଇଁ ଏଠାକୁ ଚାଲି ଆସିଲୁ। ଆରାମ କରିବା ପାଇଁ ତତେ ଆଉ କୋଉଠି ବି ଜାଗା ମିଳିଲାନି? ଏଇ ଗଛଟା ହିଁ ଦେଖାଗଲା। ମୁଁ କେତେ ସୁନ୍ଦର ବଡ଼ ଆମ୍ବଟିଏ ହେଇଛି। ଆରାମ କରୁ କରୁ ତୁ ଯଦି ମତେ ଖାଇଦେବୁ, ଯା ଯା ଆଉ କୋଉଠି ଯାଇ ଆରାମ କର। ସେ ଗର୍ବୀ ଆମ୍ବର ଏପରି କଥା ଶୁଣି ଚଢ଼େଇ ତା ଛୁଆକୁ ନେଇ ସେଠାରୁ ଚାଲିଗଲା। ଅନ୍ୟ ଆମ୍ବଙ୍କ ତୁଳନାରେ ସେ ଆମ୍ବଟି ବହୁତ ବଡ଼ ଆଉ ସୁନ୍ଦର ହେଇଥିବାରୁ ସେ ଭାରି ଗର୍ବ ଅହଙ୍କାର କରୁଥିଲା। ଯା ହଉ, ସେ ଚଢ଼େଇଟା ଏଠୁ ପଳେଇଲା। ମୁଁ ଆଉ ଥରେ ଟିକେ ଶୋଇପଡେ। ଅଧିକ ଶୋଇଲେ ସିନା ମୁଁ ଆହୁରି ବେଶୀ ବେଶୀ ସୁନ୍ଦର ହେଇଯିବି। ଏମିତି କହି ସେ ଗର୍ବୀ ଆମ୍ବ ଶୋଇପଡ଼ିଲା। ଏ ସବୁ ଘଟଣା ଆମ୍ବ ଗଛ ଦେଖୁଥିଲା। ସେ ଗର୍ବୀ ଆମ୍ବର କଥା ଶୁଣି ଅନେକ ରାଗିଗଲା, ହେଲେ ସେ ତାକୁ କିଛି ନ କହି ଚୁପ୍ ରହିଲା। ଏହିପରି ଆହୁରି କିଛି ଦିନ ବିତିଗଲା। ଆମ୍ବ ଗଛର ସବୁ ଆମ୍ବ ପାଚିଲା। ଆରେ ବା ଆମ୍ବ ଗଛ, ତୋର ସବୁ ଆମ୍ବ ପାଚି ଯାଇଛି। ମୁଁ ଏବେ ସବୁ ପାଚିଲା ଆମ୍ବ ବଜାରକୁ ନେଇ ବିକ୍ରି କରିବି। ଆମ୍ବ ବିକା ଟଙ୍କା ମାକୁ ଦେଲେ ମୋ ମା ଅନେକ ଖୁସି ହେଇଯିବେ। ହଁ ହଁ ମାଲିକାଣୀ, ତୁମେ ସେମିତି କର। ମୋର ସବୁ ଆମ୍ବ ତୋଳି ନେଇଯାଅ। ସେମିତି ହେଲେ ଆଉ କିଛି ଦିନ ପରେ ପୁଣି ଥରେ ମୋ ଗଛରେ ଫୁଲ ଫଳ ହେବ। ଆଚ୍ଛା ଠିକ୍ ଅଛି, ମୁଁ ଏବେ ବସ୍ତା ନେଇ ଆସୁଛି। ତାପରେ ଚଢ଼େଇ ବସ୍ତା ଆଣି ଆମ୍ବ ତୋଳିଲା।
जेमिति से बड़ आंब को तोलिया पे गला बड़ आंबटी कहला एई चढ़ी तू एते गुडी आंब तोलिलु तते हेलानी जे आहुरी मते तोलिबा को चाहूचु। आरे आंब तू एबे बहुत बड़ हेई गलुनी तते जदी मु न तोलिबी किछि दिन परे तू पचि जीबू। ना ना मु केबे पचिबिनी मु निश्चय जादुर आंब हेइतिबी सेथि पई त कथा कहि पारुची। तू बाकी आंब नै चली जा मते विरक्त करनी। एते अहंकार भल नुह आंब दिने ना दिने अहंकार पतन घटी थाए। मालिकाणी ताको बुझे कि किछि लाभ नाही से अहंकार करुथाउ समय आसिले से निजे बुझी जीव। गछर एपरी कथा सुनी चढ़ई हसिला आउ ता आंब बस्ता नहीं बजार को गला। आंब नियंतु आंब ताजा ताजा मिठा आंब। से दिन चढ़ई आंब बिक्री करी अनेक टंका पाइला। से सब टंका धरी चढ़ई ता माँ पाखु आसिला। एई देख माँ मु आंब बिक्री करी केते टंका पाइली आउ किछि दिन परे आमे निज पाई गोटे घर किनि नेबा। एबे तुमे खुशी त? हाँ रे माँ मु आजी भारी खुशी। से दिन तते एते रागिबार नथिला तू आजी प्रमाण करिदेलु तू भारी बुद्धिमती। मु खाइबा रोषेई करिछि हाथ मुह धोइया मु बाड़ी देबी तू खाइबू। सेपटे दिने गोटे मिट्टू आंब गछ रास्ता जाउथिला। गछरे गोटे मात्र आंब देखि से अटकी गला। ए कौन गछरे गोटे मात्र आंब अछि? आंब को देखि भोक लागिलानी जाए ए आंबटा को खाई म भोक मेंटाए। ए खबरदार मते जमा छुइबोनी। आरे आंब मु तते खाइले मो भोक मेंटिबो आउ तू जदी एमिति अनेक समय जाय रहिबो तू पचि जीबो सेते बेले तते केही खाई परिबेनी। से कथा तते चिंता करिबा को पड़िबनी मु कहिली ना तू मते खाई परिबुनी। अहंकारी आंब बहुत हेई गला एबे तू तो अहंकारर शास्ति पाइबू। एई निया एबे अहंकारी आंब को खाई दियो। मिट्टू जेमिति आंब खाइया पे ताकू धरिला आंब दौड़िकी आगु को चली गला। दौड़ी दौड़ी से अनेक दूर को गला। एक घास बण देखि से सेठी लुचि गला। जा हो लुचिबा पाई मो गोटे भल जगह पाई गली। एबे मते केही खाई परिबेनी भारी थक्का लागुची जाई टिके सोई पड़े। एमिति से आंब सेठी सोई पड़िला। 2 दिन परे से सड़ी गला ता देहरु दुर्गंध बाहरिला। ए सबु देखि आंब मनरे चिंता कला मो अहंकार मते आज नष्ट करिदेला। मो जो चेहरा को नहीं गर्व करुथिले ताऊ रहिलानी। भल हेइथांता मते केही खाइथिले ता भोक तो मेंटी थांता। आंबटी मन दुखरे कांदुथिला से आउ खाइबार योग्य नथिला। धीरे धीरे से पचिगला। एमिति से गर्वी अहंकारी आंबर पतन घटिला। आरे माँ कुआडे गलु? आज मु तो मन पसंदर खीरी करिछि आ खाइबू। सतरे माँ आज खीरी करिछ? खीरी मोर बहुत पसंद। अच्छा ठीक अछि रे माँ तू एठी बसी खीरी खाउ था मु जाए बतक भौणी को भी खीरी दे आसे। आरे बतक भौणी छुआ को धरी कुआडे जाउछ? चढ़ई भौणी मु आज मो छुआ मान को पहरा शिखेबा पई पोखरी को नेउथिली। आ तुमे एते सकाळ सकाळ मो घर को आसिल जे कोन काम थिला कि मो पाखरे? बतक भौणी मु आज खीरी रोषेई करिथिली तमको खीरी देबा को चली आसिली। एई नियो। आरे चढ़ई भौणी कुआडे जाउछ? घर भीतर को आस किछि समय कथा हेबा तापरे जीव। ना ना बतक भौणी कुनी घरे एका अछि मु आउ दिने तुम घर को आसिले कथा हेबा। एबे मु जाउची। चढ़ई आउ बतक पाखापाखि रहुथिबारु से 2 जण खूब भल सांग थिले। एमिति तांक दिन भलरे बितुथिला। हेले दिने हठात माँ बतकर देह खराब हो गला। चढ़ई भौणी मते लागुनी मु आ बंचिबी। मो 2 छुआ तमको लागिले निज छुआंक परी तांको जत्न नेब। कांदनी बेला माने आजिठू मु तम मानक माँ मु तम मानकर किछि असुविधा हेबाको देबिनी। हास मो सांगरे। माँ तू
ଏଇ ଦୁଇ ଜଣଙ୍କୁ ଆମ ଘରକୁ କାହିଁକି ଆଣିଛ? ଏମାନେ କ'ଣ ବୁଲିବା ପାଇଁ ଆମ ଘରକୁ ଆସିଛନ୍ତି? ନା ରେ ମା, ଏମାନେ ବୁଲିବାକୁ ଆସିନାହାନ୍ତି। ଆଜିଠୁ ଏମାନେ ଆମ ସାଙ୍ଗରେ ରହିବେ। ତାଙ୍କ ମା ଆଉ ଏ ଦୁନିଆରେ ନାହିଁ, ସେଥିପାଇଁ ମୁଁ ଦୁଇ ବତକ ଛୁଆଙ୍କୁ ଆମ ଘରକୁ ନେଇ ଆସିଛି। ଆଜିଠୁ ମୋର 3ଟି ଝିଅ। ମା କୁନି, ତୁ ବି ଏମାନଙ୍କୁ ନିଜ ଭଉଣୀ ପରି ଦେଖିବୁ, ଠିକ ଅଛି? ଆଚ୍ଛା ଠିକ ଅଛି ମା। ସେଦିନ ପରଠାରୁ ଦୁଇ ବତକ ଛୁଆ ଚଢ଼େଇ ଘରେ ରହିଲେ। ଚଢ଼େଇ ଛୁଆ ସେମାନଙ୍କ ସହ ପ୍ରତିଦିନ ଖେଳୁଥିଲା। ଆରେ ପିଲାମାନେ ଦେଖ, ମୁଁ ଫଳ ନେଇ ଆସିଛି, ଆସ ଖାଇନିଅ। କୁନି ତା ମା ପାଖରୁ ଫଳ ନେଇ ଖାଇଲା, ହେଲେ ବତକ ଛୁଆ ମାନେ ଫଳ ଖାଇଲେନି। ଆରେ ତମେ ମାନେ କାହିଁକି ଛିଡ଼ା ହେଲ? ନିଅ ଫଳ ଖାଅ। ନାଇଁ ମା, ଆମେ ଫଳ ଖାଇ ପାରିବୁନି। ମା ଯେତେବେଳେ ବଞ୍ଚିଥିଲେ ସେ ପ୍ରତିଦିନ ଆମକୁ ମାଛ ଆଣି ଦିଅନ୍ତି। ଓ ଆଚ୍ଛା, ତମେ ମାନେ ମାଛ ଖାଇବ ତ? ହଉ, ମୁଁ ଏବେ ଆଣି ଦଉଛି। ତାପରେ ମା ଚଢ଼େଇ ପୋଖରୀକୁ ଯାଇ ମାଛ ଧରିଲା। ସେଦିନ ସେ ଅନେକ ମାଛ ପୋଖରୀରୁ ପାଇଲା। ତାପରେ ସେ ଘରକୁ ମାଛ ଆଣି ଭାଜିଲା। ମା, ଏ ସବୁ ମାଛ କ'ଣ ମୋ ପାଇଁ? ନାଇଁ ରେ ମା, ଏ ସବୁ ମାଛ ଭଜା ତ ବତକ ଭଉଣୀଙ୍କ ପାଇଁ। ତୁ ଫଳ ଖାଇପାରୁ, ହେଲେ ସେମାନେ ଫଳ ଖାଇ ପାରୁନାହାନ୍ତି। ସେଥିପାଇଁ ତ ମୁଁ ସେମାନଙ୍କ ପାଇଁ ମାଛ ଭାଜିଛି। ମୁଁ ଯାଏ ତାଙ୍କୁ ଡାକି ମାଛ ଦିଏ। ମା ଚଢ଼େଇ ଦୁଇ ବତକ ଛୁଆଙ୍କୁ ମାଛ ଦେଲା। ବତକ ଛୁଆ ମାନେ ଖୁସିରେ ମାଛ ଭଜା ଖାଇଲେ। ଏସବୁ ଦେଖି ତ କୁନି ଅନେକ ରାଗିଗଲା। ମା ବତକ ଛୁଆ ମାନଙ୍କୁ କେତେ ଭଲ ପାଉଛନ୍ତି। ତାଙ୍କ ମନ ପସନ୍ଦର ଖାଇବା ରାନ୍ଧୁଛନ୍ତି। ଯେବେଠୁ ଏମାନେ ଆମ ଘରକୁ ଆସିଲେଣି, ମା ମତେ ପୁରାପୁରି ଭୁଲିଗଲେଣି। ମତେ ଆଉ ଆଗ ଭଳି ଭଲ ପାଉନାହାନ୍ତି। ଆରେ କୁନି, ଆମ ପାଖକୁ ଆସ ଭଉଣୀ, ଆମେ ମିଶିକି ମାଛ ଭଜା ଖାଇବା। ତମ ଆଦରର ମା ତମ ମାନଙ୍କ ପାଇଁ ମାଛ ଭାଜିଛନ୍ତି, ତମେ ମାନେ ହିଁ ଖାଅ। ମୁଁ ଜମା ବି ମାଛ ଭଜା ଖାଇବିନି। ମା, କୁନି କ'ଣ ଆମ ଉପରେ ରାଗିଗଲା କି? ଆରେ ନା, କୁନି ତମ ମାନଙ୍କ ଉପରେ ଜମା ବି ରାଗିନି। ତମେ ମାନେ ମାଛ ଖାଅ। ବତକ ଛୁଆ ମାନଙ୍କ ବାପା ମା ନଥିବାରୁ ଚଢ଼େଇ ସେମାନଙ୍କର ଟିକେ ଅଧିକ ଯତ୍ନ ନେଉଥିଲା। ହେଲେ ଏସବୁ କୁନିକୁ ଜମା ବି ଭଲ ଲାଗୁନଥିଲା। ସେ ଭାବୁଥିଲା ତା ମା ତାକୁ ଆଉ ଆଗ ଭଳି ଭଲ ପାଉନି। ଆରେ କୁନି, ତୁ ଏଠି ବସି କ'ଣ କରୁଛୁ? ସମସ୍ତେ ପଡ଼ିଆରେ ଖେଳୁଛନ୍ତି, ଚାଲେ ଆମେ ବି ଖେଳିବା। ନା, ମୁଁ କୁଆଡ଼େ ବି ଯିବିନି। ତୁ ଯା, ଆଜି ମୋର ମନ ଭଲ ନାହିଁ। କ'ଣ ହେଇଛି ତୋର? ମତେ କହ, ମୁଁ ତ ତୋର ସାଙ୍ଗ ନା। ଆରେ ସେ ବତକ ଛୁଆ ମାନେ ତାହେଲେ ତ ଜାଗା ମାଡ଼ି ବସିଲେଣି। ମାଉସୀ ଯେତେବେଳେ ସେମାନଙ୍କୁ ନିଜ ଝିଅ କରି ସାରିଲେଣି, ତୁ ଆଉ କ'ଣ କରିପାରିବୁ? ତୁ ବି ସେମାନଙ୍କୁ ନିଜ ଭଉଣୀ ଭାବିନେ। ନା, ମୁଁ ସେମାନଙ୍କୁ ମାନି ପାରିବିନି। ମୁଁ ସେ ଦୁଇ ବତକ ଛୁଆଙ୍କୁ ଅନେକ ଦୂରକୁ ପଠେଇଦେବି, ଯେମିତି ସେମାନେ ଆମ ଘରକୁ ଆଉ କେବେ ବି ଆସିପାରିବେନି। ମୋ ପାଖରେ ଗୋଟେ ଉପାୟ ଅଛି, ଶୁଣ। ଠିକ ଅଛି, ତୁ ଯଦି ଏମିତି ଚାହୁଁଛୁ ମୁଁ ତତେ ସାହାଯ୍ୟ କରିବି। ଏବେ ଚାଲ ସେମାନଙ୍କ ପାଖକୁ। ବାବା, ତମେ ଦୁଇ ଜଣ ବତକ କେତେ ବଢିଆ ନଦୀରେ ପହଁରୁଛ। ଆମେ ଯଦି ତମ ପରି ପହଁରି ପାରନ୍ତୁ କେତେ ମଜା ହୁଅନ୍ତା। ହଁ, ଆମେ ଯେମିତି ପହଁରି ପାରିବାନି, ବତକ ମାନେ ବି ଆମ ପରି ସେମିତି ଉଡ଼ି ପାରିବେନି। ହଁ କୁନି, ତୁ ଠିକ କହିଲୁ। ତମ ମାନଙ୍କୁ ଆକାଶରେ ଉଡ଼ିବାର ଦେଖିଲେ ଆମକୁ ବି ଉଡ଼ିବାକୁ ଇଚ୍ଛା ହୁଏ। ଏବେ ଏମାନେ ମୋ ଚାଲରେ ପଡ଼ିଲେ। ଏବେ ଖାଲି ଆଉ ଅଳ୍ପ କାମ। ଆରେ ଭଉଣୀ ମାନେ, ମୁଁ ତମ ମାନଙ୍କର ଉଡ଼ିବା ଇଚ୍ଛା ପୂରା କରିପାରିବି। ହେଲେ କେମିତି କୁନି? ଆମ ପାଖରେ ତମ ମାନଙ୍କ ପରି ଉଡ଼ିବାର ଶକ୍ତି ନାହିଁ। ତମେ ମାନେ ଜମା ବ୍ୟସ୍ତ ହୁଅନି, ମୁଁ ଏବେ ତମ ଉଡ଼ିବାର ବ୍ୟବସ୍ଥା କରୁଛି। ଏମିତି କହି କୁନି ଆଗକୁ ଗଲା, ଆଉ ଏକ ଲମ୍ବା ଲାଠି ଧରି ତାଙ୍କ ପାଖକୁ ଆସିଲା। ଏଇ ଦେଖ, ତମେ ମାନେ ନିଜ ଥଣ୍ଟରେ ଏ ଲାଠିକୁ ଧର। ମୁଁ ଆଉ ମୋ ସାଙ୍ଗ ଲାଠିର ଦୁଇ ପଟକୁ ଧରି ଆକାଶରେ ଉଡ଼ିବୁ। ସେମିତିରେ ତମ ଉଡ଼ିବା ଇଚ୍ଛା ପୂରା ହେଇଯିବ। ଏମିତି ବତକ ଛୁଆ ମାନେ ଲାଠିକୁ ଥଣ୍ଟରେ ଧରିଲେ। କାଉ ଛୁଆ ଆଉ ଚଢ଼େଇ ଛୁଆ ଲାଠିକୁ ଧରି ଆକାଶରେ ଉଡ଼ିଲେ। କିଛି ଦୂର ଗଲା ପରେ ସେମାନେ ଗୋଟେ ଖାଲି କୂଅ ଦେଖିଲେ। ଯେମିତି ସେମାନେ କୂଅ ପାଖରେ ପହଞ୍ଚିଲେ, କାଉ ଛୁଆ ଆଉ ଚଢ଼େଇ ଛୁଆ ଲାଠିକୁ ଛାଡ଼ିଦେଲେ। ଦୁଇ ଅସହାୟ ବତକ ଛୁଆ କୂଅ ଭିତରେ ପଡ଼ିଗଲେ। ଭଲ ହେଇଛି ଏମାନଙ୍କୁ। ମୋ ମାକୁ ମୋ ପାଖରୁ ଛଡ଼େଇ ନେଉଥିଲ ନା। ଏବେ କୂଅରୁ ତମେ ମାନେ କେବେ ବି ବାହାରି ପାରିବନି। ଏମିତି କହି ସେ ଦୁଇ ଜଣ ସେଠାରୁ ଚାଲିଗଲେ।
कूଅ भितरे बतक छुआ माने भयर कांदुथिले। आमे कूଅ भितरु केमिति बाहरिबो? कौन पे सेमाने हम सांगरे एमिति कले? दीदी मते भारी डर लागुची। आमे आउ केबे भी एठु बाहरी पारिबानी। आमे कूआ भितरे रही मरि जीबा। माँ हमको बचा। बतक छुआ माने भयरी कूआ भितरे पड़ी कांदुथिले। सेपटे माँ चढ़ी सेमानकु जंगल रे बुली बुली खोजुथिला। मिट्टू भाई तमे कौन मो बतक छुआ मानकु देखिଛ? हाँ मु सेमानकु देखिछि। मु जमी रे काम करूथिली सेते बेले देखिली तो झियो आउ काउ झियो बतक छुआ मानकु धरी आकाश रे उडुथिले। जा तो झियो को ही पचारिबो से कहि परिबो बतक छुआ माने कोठी अछंती। ए सब सुनी तो माँ चढ़ी अनेक रागी गला। आउ से घर को आसिला। सत सत कह कुनी तू बतक छुआ मानकु कोठी रखी आसीजु? ये माँ मु से विषय किछि जानिनी। मिछ कहनी मिट्टू भाई निजे देखिचंती तू आउ चिकी मिसी दुई बतक छुआ धरी आकाश रे उडुथिल। भलरे कह से माने कोठी अछंती नहले पिटी पिटी मु तो पाटिरु कथा बाहर करिबी। माँ अन्यर छुआ मानक पाई तुमे मते मारिबो? तुमे तो मते भूली गलणी आउ आग भली भल पाउन। सेति पाई मु से दुई जन को कुआरे पकई देछि। भल करिछि मु तांका सा। ए तू कौन कलु रे माँ? तू जानिछु जेते बेले तू सान थिलु तते बंचेबाकू जाई सेमानक बापार जीवन चली गला। आउ तांका मार मृत्यु परे सेमाने पूरा पूरी अनाथ हेई गले। तो पाखरे तो बापा माँ अछंती हेले सेमानक पाखरे किए अछि कहिलु? सेति पाई मु तांकर टिके अधिक जतन नेउथिली जेमिति सेमाने निजको एका न भाबिबे। हेले तू तांको सह कौन कलु? माँ मते क्षमा करि दियो। मो भूल बुझी पारुची। चलो मु तुमको से कूआ पाखकू नहीं जीबी। भौणी मानकू बंचेबा चलो। तापरे माँ छुआ मिसी कूआ पाखकू गले। माँ चढ़ी दौड़ी पकई बतक छुआ मानकू कूअरु बाहर कला। मो दुई सान भौणी तमे माने मते क्षमा करि दियो। मोर भूल हेई गला। मु तम मानको ऊपर रागी बहुत बड़ भूल करिदिली। ही थरक मते क्षमा करि दियो। मु आउ एमिति भूल केबे भी करिबिनी। कोनी तू तो भूल बुझी पारिलु सेतिकिरे आमे खुशी। तू आउ कान्नी भौणी चले घर को जिबा। एमिति तीन छुआ सांग हेई गले। ए सब देखी माँ चढ़ी खूब खुशी हैला। तापरे समस्ते घर को गले।